ସାଙ୍ଗମାନେ ଆଜି ଆମ ଘରେ ବର୍ଷା ପାଗକୁ ହେଇଥିଲା ତଡ଼କା। ଶନିବାର ଯେହେତୁ ସ୍ତ୍ରୀ ଲୋକମାନେ ଖାଇବେ ନାହିଁ, ଆମେ ଖାଇବୁ ସୋନୁ ବାପା। ଆମ ଏକରେ ଷଣ୍ଢ ବିଲୁପ୍ତ ହେଇଗଲାଣି। ଷଣ୍ଢ ବୋଲି ଶବ୍ଦ ଆଉ ନାହିଁ। କ'ଣ କିରେ ହନ ତାର ମୋର ଆଶ୍ରୟ ନେଉଛି, ବର୍ଷା ହେଉଛି ଆଉ କେ ଆମ ଗାଁଟା ବି ବହୁତ ସୁନ୍ଦର ଗାଁ। ଗାଁ ଶେଷରେ ଗୋଟେ ଗଡ଼ିଆ ଅଛି, ଲୋକ ବି ଗାଧୁଆ ପାଧୁଆ ଏଠି କରନ୍ତି। ଆଉ ଏପଟେ ବର୍ଷା ଦୃଶ୍ୟ ଭିଉ ଦେଖନ୍ତୁ। ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ। ଆଉ ଆପଣମାନେ କେମିତି ଅଛନ୍ତି? ଲାଗୁଛି ଆପଣମାନେ ଭଲରେ ଥିବେ। ମୁଁ ବି ଭଲରେ ଅଛି, ବଙ୍କା ବି ଭଲରେ ଅଛି। ଆମେ ଚାଲିବାକୁ ଆସିଥିଲୁ, ସକାଳ 7ଟା ବାଜିଗଲାଣି, ରନିଂ ବି ସରିଗଲାଣି। ଆଉ ଆଜି ହେଉଛି ଶନିବାର। ଶନିବାର ଦେଖିବା ବାରରେ ସବୁ ଆଜି କ'ଣ ହେଉଛି ତାକୁ ଦିନମାନ ବ୍ଲଗ୍ରେ ଦେଖିବା। ଆଉ ଫଲୋ ମି। ସାଙ୍ଗମାନେ ବର୍ଷାର ରୂପ ଦେଖନ୍ତୁ। ସକାଳୁ ଚାଲିବାକୁ ଆସିଥିଲି, ବର୍ଷା ଏତେ ଜୋର ହେଲା ଯେ ମୁଁ ଆଉ ଯାଇପାରିଲି ନାହିଁ। ଇଏ ଗୋଟେ ଗାଁ କୁଡ଼ିଆରେ ମୁଁ ଏଠି ବସିଛି। ପ୍ରବଳ ବର୍ଷା ଦେଖୁଛନ୍ତି, କଳାହାଣ୍ଡିଆ ବର୍ଷା ଯେଉଁଟା କୁହନ୍ତି, ସେଇ କଳାହାଣ୍ଡିଆ ବର୍ଷା। ବାବାରେ ଏକରେ ନଈର ଦୃଶ୍ୟ ଭଲ ଲାଗୁଛି। ଆମ ଗାଁଟା ବି ବହୁତ ସୁନ୍ଦର ଗାଁ। ଗାଁ ଶେଷରେ ଗୋଟେ ଗଡ଼ିଆ ଅଛି, ଲୋକ ବି ଗାଧୁଆ ପାଧୁଆ ଏଠି କରନ୍ତି। ଆଉ ଏପଟେ ବର୍ଷା ଦୃଶ୍ୟ ଭିଉ ଦେଖନ୍ତୁ। ଓ ସେ ଆଗରେ ହେଇଛି କୁକୁଡ଼ା ଫାର୍ମ ଦେଖନ୍ତୁ। ଆମ ଭାଇ ଜଣେ କରିଛନ୍ତି କୁକୁଡ଼ା ଫାର୍ମ। କ'ଣ କିରେ ହନ ତାର ମୋର ଆଶ୍ରୟ ନେଉଛି, ବର୍ଷା ହେଉଛି ଆଉ କେହି ନାହାନ୍ତି। ହ୍ୟାଲୋ ଆମ ଏକରେ ଷଣ୍ଢ ବିଲୁପ୍ତ ହେଇଗଲାଣି। ଷଣ୍ଢ ବୋଲି ଶବ୍ଦ ଆଉ ନାହିଁ ଆମ ଏକରେ। ଯାହା ହଉ ଏଠି ଆମେ ଖଲାସର ବାବା ପାଖକୁ ଆସିଥିଲି, ଷଣ୍ଢ ଦେଖିଲି, ତା ବୋବେଇବା ବହୁତ ଭଲ ଲାଗିଲା। ଟିକେ ରାଗିଛି ଷଣ୍ଢ। ସାଙ୍ଗମାନେ ଆଜି ଆମ ଘରେ ବର୍ଷା ପାଗକୁ ହେଇଥିଲା ତଡ଼କା। ଶନିବାର ଯେହେତୁ ସ୍ତ୍ରୀ ଲୋକମାନେ ଖାଇବେ ନାହିଁ, ଆମେ ଖାଇବୁ ସୋନୁ ବାପା, ମୁଁ, ଆମ ସାନ ଭାଇ। ତଡ଼କା ବହୁତ ସ୍ପେଶାଲ ବି ବଢ଼ିଆ ହେଇଛି। ଗାଁରେ